ସକାଳୁ 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 8ଟା ବେଳକୁ ପୁରା ଡାଲମା ରେଡି ଜଳଖିଆ ଖାଇବା ପାଇଁ। ହଁ ଡାଲମା ହେଇଯାଇଛି, ଏଇଟା ମାନେ ଜଳଖିଆ ପାଇଁ ଡାଲମା ହେଇନି, ଏଇଟା ଭାତ ପାଇଁ ବି ଡାଲମା ହେଇଛି। ତେଣୁକରି ସକାଳୁ ସକାଳୁ ଜଳଖିଆ ଜେଜେମା କହିଲେ ତ ପରଟା ଖାଇବ ନା କ'ଣ ଖାଇବ କୁହ, ମୁଁ ଡାଲମା ସାଙ୍ଗରେ କରିଦେବି। ମୁଁ କହିଲି ବାସି ରୁଟି ଅଛି ନା, ମୁଁ କହିଲେ ହଁ। ମୁଁ ବାସି ରୁଟିକେ ଡାଲମା, ତାର ଯୋଉ ମଜା, ତା ସାଙ୍ଗରେ କଞ୍ଚା ଲଙ୍କା କ'ଣ କରୁଛି ନା ଭଲ କି ଦଳି ଦେଲି। ଦଳି ଦେଲା ପରେ ଆପଣ ପଚାରିବେ ଏମିତି କ'ଣ ଢାଳି ଦେଇଛନ୍ତି ଡାଲମାଟାକୁ। ଆରେ ଗରମ ଗରମ ବଘରା ହେଇକି ସାଙ୍ଗେ ସାଙ୍ଗେ ଆଇଲା, ଯୋଉ ଥାଳିଆ ଫାଳିଆ ଦେଲେ ମତେ ଗରମ ଲାଗିବ, ମୁଁ ଢାଳି ଦେବେ ତା ଦେହରେ ଢାଳି ଦେଲେ। ଆଉ ବାସି ରୁଟିକି ଡାଲମାର ଯୋଉ ମଜା ନା, ସତରେ ତା ମଜା ଏକଦମ ଅଲଗା। ଆପଣ ସକାଳୁ ସକାଳୁ ଖାଇବେ ଡାଲମାକୁ, ବାସି ରୁଟି ହଉ, ବାସି ପୁରୀ ବି ଖାଇଲେ ଭଲ ଲାଗିବ, କି ଆପଣ ମାନେ ପରଟା ଖାଇଲେ ଭଲ ଲାଗିବ, ଯାହା ଖାଇଲେ ବଢିଆ ଲାଗିବ। ତେଣୁ ବାସି ଡାଲମାକୁ ରୁଟି ଖାଇବା, ଦେଖିବା କହିବା କେମିତି କ'ଣ ହେଇଛି। ଭଲ ଦେଖାଯାଉଛି ତ। ହଁ କଞ୍ଚା ଲଙ୍କା ଦଳିଦେଲେ ନା, ଆଉ ସ୍ୱାଦ ପୁରା ବଢି ଯାଉଛି। ଡାଲମାର ସ୍ୱାଦଟା ବଢି ଯାଉଛି। ହଁ ଖାଇଲେ ଓ ଫାର୍ଷ୍ଟ କ୍ଲାସ୍। ଆପଣ ମାନେ ଘରେ ଖାଇବେ, ମତେ କହିବେ।